ହନୁମାନ ଜନ୍ମ। ଦର୍ଶକ ବନ୍ଧୁ, ଭଗବାନ ବ୍ରହ୍ମାଙ୍କର ତିନୋଟି ଶିଷ୍ୟ ଥିଲେ, ଚନ୍ଦ୍ରଦେବ, ଇନ୍ଦ୍ରଦେବ ଏବଂ ଗୌତମ ଋଷି। ଭଗବାନ ବ୍ରହ୍ମାଙ୍କର ପାଖରେ ସେ ବିଦ୍ୟା ଅର୍ଜନ କରୁଥିଲେ। ଦିନକର କଥା, ଭଗବାନ ବ୍ରହ୍ମା ଏକ ଅଦ୍ଭୁତ ସୁନ୍ଦରୀ କନ୍ୟାକୁ ତିଆରି କଲେ, ଯାହାର ନାମ ଅହଲ୍ୟା। ତ ସେ ଏତେ ସୁନ୍ଦରୀ ଥିଲେ ଯେ ଇନ୍ଦ୍ର ରାଜା ଏବଂ ଚନ୍ଦ୍ରଦେବ, ଗୌତମ ଋଷି ସେ ତିନି ଜଣଯାକ ତା ରୂପ ଏବଂ ସୁନ୍ଦରତାରେ ମୋହିତ ହୋଇଗଲେ। ସମସ୍ତେ ଇଚ୍ଛା ପ୍ରକାଶ କଲେ ଯେ ଅହଲ୍ୟାକୁ ସେ ବିବାହ କରିବେ। ତ ବ୍ରହ୍ମାଙ୍କୁ ସମସ୍ତେ ନିବେଦନ କଲେ, କିନ୍ତୁ ବ୍ରହ୍ମାଙ୍କର ଶିଷ୍ୟ ତିନି ଜଣ ତାଠୁ ବଳିକି ସିଏ କେହି କାହାକୁ ପାରଗ ନୁହେଁ, ସମସ୍ତେ ସମସ୍ତଙ୍କ ଭଳି ପାରଙ୍ଗମ। ତ ବ୍ରହ୍ମା ଠିକ୍ କରିପାରିଲେ ନାହିଁ ଯେ କାହାକୁ ସେ ଅହଲ୍ୟାକୁ ଦେବେ। ଭଗବାନ ବ୍ରହ୍ମା ଚିନ୍ତା କଲେ, ଆଙ୍କ ଭିତରେ ଗୋଟିଏ ପରୀକ୍ଷା କରିବା, ଯିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ ତାକୁ ଅହଲ୍ୟାକୁ ଦେବି। ତ ବ୍ରହ୍ମା ତାଙ୍କର ତିନି ଶିଷ୍ୟକୁ ଡାକି କହିଲେ, ତୁମେ ତ ଜଣକଠୁ ବଳିକି ଜଣେ ଅତି ଜ୍ଞାନୀ ଏବଂ ସବୁ ବିଦ୍ୟାରେ ନିପୁଣ। ମୁଁ ଠିକ୍ କରିପାରୁନାହିଁ କାହାକୁ ଅହଲ୍ୟାକୁ ଦେବି। ତେଣୁ ମୁଁ ଏକ ଉପାୟ ଚିନ୍ତା କରିଛି। ସେହି ଉପାୟରେ ଯିଏ ଉତ୍ତୀର୍ଣ୍ଣ ହେବ, ସେହି ପ୍ରତିଯୋଗିତାରେ ଯିଏ ଉତ୍ତୀର୍ଣ୍ଣ ହେବ ତାକୁ ହିଁ ମୁଁ ଅହଲ୍ୟା ସୁନ୍ଦରୀକୁ ଦେବି। ତ ତିନି ଜଣଙ୍କ ଶିଷ୍ୟ ବ୍ରହ୍ମାଙ୍କୁ କହିଲେ, କ'ଣ ପ୍ରଭୁ ଆପଣ କୁହନ୍ତୁ। ତ ବ୍ରହ୍ମାଦେବ କହିଲେ ଯିଏ କ୍ଷଣକ ମଧ୍ୟରେ ଯିଏ ଯାଇ ପୁରା ବ୍ରହ୍ମାଣ୍ଡକୁ ବୁଲି ଆସିବ, ତାହେଲେ ଯିଏ ଆଗେ ବୁଲି ଆସି ମୋ ପାଖରେ ପହଞ୍ଚିବ ତାକୁ ମୁଁ ଅହଲ୍ୟାକୁ ଦେବି। ଏହି କଥା ତାଙ୍କର ତିନି ଶିଷ୍ୟ ଗୌତମ, ଚନ୍ଦ୍ରଦେବ ଏବଂ ଇନ୍ଦ୍ରକୁ ବ୍ରହ୍ମଦେବ କହିଲେ। ତ ଭିଡ଼ିଓଟିକୁ ଆଗକୁ ନେବା ପୂର୍ବରୁ ଗୋଟିଏ ଅନୁରୋଧ, ଯଦି ଭିଡ଼ିଓଟି ଭଲ ଲାଗେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଜଣାଇବେ ଯେ ଭିଡ଼ିଓଟି କେମିତି ଲାଗିଲା। ତ ଦର୍ଶକ ବନ୍ଧୁ, ବ୍ରହ୍ମାଙ୍କର କଥା ସରୁ ନ ସରୁଣୁ ଚନ୍ଦ୍ରଦେବ ଏବଂ ଇନ୍ଦ୍ରଦେବ ତାଙ୍କ ନିଜ ନିଜର ବାହନ ଉପରେ ବିରାଜମାନ କରି ତୀବ୍ର ଗତିରେ ମାଡ଼ିଗଲେ। ହେଲେ ଗୌତମ ଋଷି ଯାଇନଥିଲେ। ସେ ବ୍ରହ୍ମାଦେବଙ୍କର ଚତୁଃପାର୍ଶ୍ୱରେ ବୁଲି ତାଙ୍କ ପାଖରେ ଛିଡ଼ା ହୋଇଗଲେ। ବ୍ରହ୍ମଦେବ କହିଲେ, ଗୌତମ, ତୁମେ ତ ସବୁ ଚନ୍ଦ୍ର ଏବଂ ଇନ୍ଦ୍ର ଗଲେ ବ୍ରହ୍ମାଣ୍ଡ ବୁଲିବା ପାଇଁ, ତମେ ଗଲ ନାହିଁ କାହିଁକି? ଗୌତମ ଋଷି କହିଲେ, ପ୍ରଭୁ, ଆପଣ ତ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି, ଆପଣ ତ ବ୍ରହ୍ମଦେବ, ତ ସେଥିପାଇଁ ଆପଣଙ୍କ ଚତୁଃପାର୍ଶ୍ୱରେ ମୁଁ ବୁଲି ଆସିଲି। ଏହି କଥା କହି ବ୍ରହ୍ମଦେବଙ୍କର ଗୌତମ ଋଷି ମନ କିଣିନେଲେ ଏବଂ ସଙ୍ଗେ ସଙ୍ଗେ ବ୍ରହ୍ମଦେବ ତାଙ୍କ ଦୁହିଁଙ୍କର ବିବାହ ସମ୍ପନ୍ନ କଲେ। ବିବାହ ସମ୍ପୂର୍ଣ୍ଣ କରିସାରିଲା ପରେ ଆସି ଇନ୍ଦ୍ରଦେବ ଏବଂ ଚନ୍ଦ୍ରଦେବ ପହଞ୍ଚିଲେ ଏବଂ ସମସ୍ତ କଥା ଜାଣି ତାଙ୍କ ମନରେ ସବୁବେଳ ପାଇଁ ଗୌତମ ଋଷି ପ୍ରତି ଏକ ରାଗ ରହିଲା। ଯେହେତୁ ଚନ୍ଦ୍ରଦେବଙ୍କର ଟିକେ କମ୍ ରାଗ ଥିଲା, କିନ୍ତୁ ଇନ୍ଦ୍ରଦେବଙ୍କର ସମ୍ପୂର୍ଣ୍ଣ ରାଗ ଥିଲା। ଆପଣମାନେ ଜାଣିଥିବେ ଯେ ଏମିତି ଦିନେ ଛଳ କରି ଗୌତମ ଋଷିଙ୍କ ବେଶ ଧାରଣ କରି ଇନ୍ଦ୍ର ରାଜା ଆସି ଅହଲ୍ୟାଙ୍କ ସହିତ ସମ୍ଭୋଗ କରିଥିଲେ ଏବଂ ଗୌତମ ଋଷି ରାଗରେ ଇନ୍ଦ୍ର ରାଜାକୁ ସହସ୍ର ଯୋନି ହୋଇଯାଉ ବୋଲି ଅଭିଶାପ ଦେଇଥିଲେ ଏବଂ ଅହଲ୍ୟାକୁ ପାଷାଣ ହେବାର ଅଭିଶାପ ଦେଇଥିଲେ। ତ ଏହି ସମୟ ଭିତରେ ତ୍ରେତୟା ଯୁଗ ହୋଇଯାଇଥିଲା।
ଭଗବାନ ରାମଚନ୍ଦ୍ର ଅଯୋଧ୍ୟାରେ ଜନ୍ମ ହୋଇ ରାବଣକୁ ବିନାଶ କରିବା ନିମନ୍ତେ ସଭା ଚାଲିଥିଲା। ସେହି ସଭାରେ ଚୟନ କରାଗଲା ଯେ ଭଗବାନ ରାମଚନ୍ଦ୍ର ମାନବ ରୂପରେ ଜନ୍ମ ହେବେ ଏବଂ ଅନ୍ୟ ସମସ୍ତ ଦେବତାଗଣ ବାନର ଏବଂ ଭାଲୁ ରୂପରେ ଜନ୍ମ ହେବେ। ତ ସବୁ ଭଗବାନ ରାମଚନ୍ଦ୍ର ଗଲେ ଅଯୋଧ୍ୟାରେ ଦଶରଥ ରାଜାର କୌଶଲ୍ୟା ଗର୍ଭରୁ ଜନ୍ମ ହେବା ନିମନ୍ତେ ସେ ଗଲେ ଏବଂ ଅନ୍ୟ ଦେବତାମାନେ ବାନର ରୂପରେ କିଷ୍କିନ୍ଧା ନଗରରେ ଜନ୍ମ ହେବା ପାଇଁ ଗଲେ। ତ ଭଗବାନ ଶିବ ସେହି ସମୟରେ ତାଙ୍କୁ ଦିଆଗଲା ଯେ ଭଗବାନ ଶିବ କହିଲେ ମୁଁ ଯିବି ଭଗବାନ ରାମଚନ୍ଦ୍ରଙ୍କର ସେବା କରିବା ନିମନ୍ତେ। ତ ଏହିଠୁ କଥାବାର୍ତ୍ତା ହୋଇ ଯେଝା ଯେଝାର ସ୍ଥାନକୁ ଫେରିଗଲେ। ତ ଏମିତି ଏକ ଦିନର କଥା, ଗୌତମ ଋଷି ଏବଂ ଗୌତମ ଋଷିଙ୍କର ପୁତ୍ରୀ ଅଞ୍ଜନା ଏବଂ ତାଙ୍କର ଦୁଇ ପୁତ୍ର ବାଳି ସୁଗ୍ରୀଙ୍କୁ କାନ୍ଧରେ ବସାଇ ସେ ନଦୀ ନିକଟକୁ ସ୍ନାନ କରିବା ନିମନ୍ତେ ଯାଉଥିଲେ। ତ ଏହି ସମୟରେ ଗୌତମ ଋଷିଙ୍କୁ ଅଞ୍ଜନା ତାଙ୍କ ପୁତ୍ରୀ କହିଲେ, ବାପା ତୁମେ ଏଇ ଜାରଜ ସନ୍ତାନ ଦୁହିଁକୁ କାନ୍ଧରେ ବସାଇ ନେଉଛ, ମୁଁ ତୁମର ନିଜ ସନ୍ତାନ ମୋତେ ନେଉନ କାହିଁକି? ଏହି ସମୟରେ ଗୌତମ ଋଷି ଆଶ୍ଚର୍ଯ୍ୟ ହୋଇଗଲେ। ତ ତାଙ୍କ ଦୁଇ ଜଣଙ୍କୁ ସମୁଦ୍ର ଭିତରକୁ ଫୋପାଡ଼ି ଦେଇ କହିଲେ, ତୁମେ ଯଦି ଜାରଜ ସନ୍ତାନ ହୋଇଥିବ ତାହେଲେ ମର୍କଟ ରୂପରେ ଆସିବ, ଯଦି ମୋ ସନ୍ତାନ ହୋଇଥିବ ତାହେଲେ ସ୍ୱଦେହରେ ଫେରିବ। ତ ଏହି ସମୟରେ ବାଳି ଏବଂ ସୁଗ୍ରୀବ ମର୍କଟ ରୂପରେ ଫେରିଥିଲେ। ତ ସେହି ସମୟରେ ମାତା ଅହଲ୍ୟା ଆସି ଅଞ୍ଜନାକୁ ଅଭିଶାପ ଦେଲେ ଯେ ତୁ ମୋ ଦୁଇ ପୁତ୍ରଙ୍କୁ ମର୍କଟ କରିଦେଲୁ, ତୁ ଯେଉଁ ପୁତ୍ର ଜନ୍ମ କରିବୁ ସିଏ ମଧ୍ୟ ମର୍କଟ ହେବ। ଏହି ସମୟରେ ଅଞ୍ଜନା ପଣ କଲା ଯେ ମୁଁ ଯଦି ସତ କହି ମର୍କଟ ପୁତ୍ର ଜନ୍ମ କରିବି ତାହେଲେ ମୁଁ ବିବାହ କରିବି ନାହିଁ। ଏହା କହି ଯାଇ ତପସ୍ୟାରେ ବସିଲା। ଏହି ସମୟରେ ଗୌତମ ଋଷି ପବନଦେବଙ୍କୁ କହିଲେ, ତୁମେ ମୋର ପୁତ୍ରୀକୁ ସବୁବେଳେ ରକ୍ଷା କରିବ ଏବଂ ତାର ଭଲ ମନ୍ଦ ବୁଝିବ। ପବନକୁ ଦାୟିତ୍ୱ ଦେଲେ। ଏହି ସମୟରେ ଯେ ଦେବତାମାନେ ସମସ୍ତେ ରତି ଆରମ୍ଭ କଲେ ଯେ ମର୍ତ୍ତ୍ୟପୁରରେ ମର୍କଟି ଜନ୍ମ ନେବା ନିମନ୍ତେ। ଏହି ସମୟରେ ଭଗବାନ ଶିବଙ୍କ ପତ୍ନୀ ମାତା ଉମା ଭଗବାନ ଶଙ୍କରକୁ କହିଲେ, ପ୍ରଭୁ ସମସ୍ତ ଦେବାଦେବୀ ମାନେ ରତି କରୁଛନ୍ତି ମର୍ତ୍ତ୍ୟରେ ଜନ୍ମ ହେବା ପାଇଁ, ଚାଲନ୍ତୁ ଆମେ ବି ଯିବା। ସେ ଦୁହେଁ ଆସି ରତି ଆରମ୍ଭ କଲେ। ସ୍ୱର୍ଗରୁ ଭୟଙ୍କର ବ୍ରହ୍ମ ଖସିଲା। ତ ସେହି ସମୟରେ ମାତା ପାର୍ବତୀ ସମ୍ଭାଳି ପାରିଲେ ନାହିଁ, ସେଠାରୁ ଦୂରକୁ ପଳେଇଲେ। ଭଗବାନ ଶିବ ତାକୁ ନିଜ ହସ୍ତରେ ଧରିଲେ ଏବଂ ନେଇ ପବନକୁ କହିଲେ, ଆକୁ ନେଇଯାଅ ଉତ୍ତମ ସ୍ଥାନରେ ରଖିଦେବ। ସିଏ କିଛି ଜାଣିପାରିଲା ନାହିଁ, ନେଇ ଅଞ୍ଜନା ପାଖରେ କହିଲା ଅଞ୍ଜନାକୁ ହାତ ଦେଖାଇବା ପାଇଁ। ଅଞ୍ଜନା ହାତ ପାତିଲା ଏବଂ ପବନଦେବ ସେହି ବ୍ରହ୍ମକୁ ଅଞ୍ଜନାକୁ ଦେଇଦେଲେ। ଅଞ୍ଜନା ତାକୁ ଗିଳିଦେଲା। ତ ସେଇଠୁ ଭଗବାନ ହନୁମାନ ଅଞ୍ଜନାଙ୍କ ଗର୍ଭରେ ଜନ୍ମ ହେଲେ। ଯେହେତୁ ସେ ଭଗବାନ ଶିବଙ୍କର ବ୍ରହ୍ମ, ତେଣୁ ସେ ଶିବଅଂଶ ବୋଲି କୁହାଯାଏ। ତ ଦର୍ଶକ ବନ୍ଧୁ, ଏହା ହୋଇଥିଲା ହନୁମାନଙ୍କର ଜନ୍ମ ବା ହନୁମାନ ମାତା ଅଞ୍ଜନାଙ୍କ ଗର୍ଭରେ କେମିତି ରହିଥିଲେ, ଏହା ଏକ ସୁନ୍ଦର ବିଷୟ କଥାବସ୍ତୁ ଥିଲା। ତ ଆଗକୁ ଯଦି ଆପଣମାନେ ଜାଣିବା ପାଇଁ ଚାହୁଁଛନ୍ତି ଏହାପରେ କ'ଣ ହେଲା, ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଆପଣଙ୍କର ସମସ୍ତ ସାଙ୍ଗସାଥି ଏବଂ ବନ୍ଧୁବାନ୍ଧବ ନିକଟକୁ ଭିଡ଼ିଓଟିକୁ ସେୟାର କରନ୍ତୁ, ଯାହାଫଳରେ ବି ଏହି ଗୁପ୍ତ ରହସ୍ୟଟି ସମସ୍ତେ ଜାଣିପାରିବେ। ତ ଜୟ ଜଗନ୍ନାଥ, ରହୁଛି ନମସ୍କାର। ପ୍ଲିଜ୍ ସବସ୍କ୍ରାଇବ୍ ମି ଚ୍ୟାନେଲ।